ମୁଁ ସବୁବେଳେ କହିଛି ସତ୍ୟବାଦୀ ତ୍ୟାଗର ମାଟି, ଭୋଗର ମାଟି ନୁହେଁ। ଅତୀତରେ ଯେଉଁମାନେ ଭୋଗ କରିବା କଥା ଚିନ୍ତା କରିଛନ୍ତି, ସତ୍ୟବାଦୀ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛି। ଆଜିର ଦିନରେ ଯେ ବିଦାୟୀ ବିଧାୟକ ଅଛନ୍ତି, ଯାହାଙ୍କର ସମ୍ପତ୍ତି 5 ବର୍ଷ ଭିତରେ 1244 ଗୁଣ ବଢ଼ିଛି ଏବଂ ଯିଏ ସାଧାରଣରେ ନିନ୍ଦିତ ହୋଇଛନ୍ତି, ତାଙ୍କୁ ମୁଁ ବିଦାୟୀ ବିଧାୟକ କହୁଛି। ଏବଂ ବିଜୁ ଜନତା ଦଳର ଯେଉଁ କଥା କହିଲେ, ଅନ୍ୟ କିଏ ଆଶାୟୀ ବା କେହି ଆସିବାକୁ ଚାହୁଁଛନ୍ତି, ତାହା ତାଙ୍କ ଦଳର ଆଭ୍ୟନ୍ତରୀଣ କଥା। ସତ୍ୟବାଦୀ ଯେତେବେଳେ ନିଷ୍ପତ୍ତି ନିଏ, ସିଏ କିଏ ଗଠନମୂଳକ କାମ କରିବ। ମୁଁ ଯୋଡ଼ିଏ କଥା ଗଲା 25 ତାରିଖରେ କହିଥିଲି, ଯେଉଁଠି 4000ରୁ ଉର୍ଦ୍ଧ୍ୱ ଲୋକ ଥିଲେ, ଦଳର ସଭା ଥିଲା। ମୁଁ ସେଠି କହିଥିଲି ଯେ ସତ୍ୟବାଦୀର ଉନ୍ନୟନ ଏବଂ ସତ୍ୟବାଦୀର ସ୍ୱାଭିମାନ ହେଉଛି ଆଗାମୀ ନିର୍ବାଚନର ବଡ଼ ମୁଦ୍ଦା। ଉନ୍ନୟନକୁ ସତ୍ୟବାଦୀବାସୀ ନିଶ୍ଚିତ ଭାବରେ ଅଗ୍ରାଧିକାର ଦେବେ ଏବଂ ସତ୍ୟବାଦୀର ଯେଉଁ ସିଦ୍ଧାନ୍ତ ହେଉଛି ଏହା ଯେ ସତ୍ୟବାଦୀର ସ୍ୱାଭିମାନ। ଅତୀତରେ ଯେଉଁମାନେ ବେପାର କରିବା ପାଇଁ ବା ନିଜର ସ୍ୱାର୍ଥ ସାଧନ କରିବା ପାଇଁ ଯେଉଁମାନେ ଚେଷ୍ଟା କରିଛନ୍ତି, ଅପଚେଷ୍ଟା କରିଛନ୍ତି, ତାଙ୍କୁ ସତ୍ୟବାଦୀ ପ୍ରତ୍ୟାଖ୍ୟାନ କରି ଯାହା ହେଉଛି ତାହା ତାଙ୍କ ବ୍ୟାପାର। କିଏ ପ୍ରାର୍ଥୀ ହେବ, କ'ଣ ହେବ, ସେ କଥା ମୁଁ ଜାଣିନି। କିନ୍ତୁ ମୁଁ ଏତିକି କହିବି, ତାଙ୍କ ଦଳର ଟିକେଟ ପୂର୍ବରୁ ଯେଉଁଭଳି ଭାବରେ ସେମାନେ, କିଏ କହୁଛି ମୁଁ ହେଇ ଆସିଗଲି, କିଏ କହୁଛି ମୁଁ ଛାଡ଼ିବି ନାହିଁ, ଏହାକୁ ଲୋକଙ୍କ ପାଇଁ ଇଏ ଗୋଟେ ରୋଚକ ଦୃଶ୍ୟ ହେଉଛି। ଦେଖାଯାଉ କ'ଣ ହେଉଛି। କିନ୍ତୁ ବିଜେପି ପାଇଁ, ଭାରତୀୟ ଜନତା ପାର୍ଟି ପାଇଁ ଆମେ ଅପେକ୍ଷା କରିଛୁ। ଭାରତୀୟ ଜନତା ପାର୍ଟି ନିଶ୍ଚିତ ଭାବରେ ଏ ସମସ୍ତ କଥାକୁ ଦେଖୁଛି। ଭାରତୀୟ ଜନତା ପାର୍ଟି ପାଇଁ ସତ୍ୟବାଦୀରେ ସମ୍ଭାବନା ଯଥେଷ୍ଟ ଅଛି, ଓଡ଼ିଶାରେ ମଧ୍ୟ ସମ୍ଭାବନା ଅଛି। ଦଳ ଠିକଣା ଭାବରେ ନିର୍ଣ୍ଣୟ ନେବ ଏବଂ ଠିକଣା ଭାବରେ ନିର୍ଣ୍ଣୟ ନେଲେ ନିଶ୍ଚିତ ଭାବରେ ବିଜୟ ଆମର ସୁନିଶ୍ଚିତ।